আজি যাত্রা খবর মধ্যে রয়েছে 6টি যাত্রা অনুষ্ঠানর শুভমুক্তি তারিখ। সবু যাত্রারে নৃত্যশিল্পী মানকর চাহিদা, যাত্রা দর্শক মানক পাই প্রতীক্ষালয় আউ যাত্রা টিকট পাই অনলাইন ব্যবস্থা। জয় জগন্নাথ, নমস্কার। মু সন্তোষ কুমার যাত্রা সম্পর্কিত কিছু দমদার খবর কু নেই আপন মানকু টিকে কথা यूट्यूब চ্যানেল কু স্বাগত করুছি। 6টি যাত্রা অনুষ্ঠান যেমন কি যাত্রা ময়দান কু আসিবে যাত্রা প্রেমী দর্শক মানকর মনোরঞ্জন করিয়া পাই সেমানে সেমানকর শুভমুক্তি তারিখ ঘোষণা করে সারিছন্তি। সেমানে হেলে যাত্রা শ্রী বিশ্ব দরবার, যাত্রা দুর্গা মন্দির, যাত্রা স্বর্ণমহল, কোଣାର୍କ ଗଣନାଟ୍ୟ, ଗୌରୀ ଗଣନାଟ୍ୟ ଆଉ ଶିବାନୀ ଗଣନାଟ୍ୟ। ଚଳିତ ମାସ ଜୁଲାଇ 24 ତାରିଖରେ କୁରୁଡା ବାଲେଶ୍ୱରରେ ଯାତ୍ରା ଶ୍ରୀ ବିଶ୍ୱ ଦରବାର ଏବଂ ଦାନଗଦି ଯାଜପୁର ରୋଡରେ ଯାତ୍ରା ଦୁର୍ଗା ମନ୍ଦିରର ଶୁଭମୁକ୍ତି। ଚଳିତ ଜୁଲାଇ ମାସ 25 ତାରିଖରେ ରୂପାଲି ଛକ ଭୁବନେଶ୍ୱରରେ ଯାତ୍ରା ସ୍ୱର୍ଣ୍ଣମହଲ ଏବଂ ନୀଳକଣ୍ଠପୁର ଭୁବନ ଢେଙ୍କାନାଳରେ ଯାତ୍ରା ବାଦଶାହ କୋଣାର୍କ ଗଣନାଟ୍ୟର ଶୁଭମୁକ୍ତି। ଜୁଲାଇ 28 ତାରିଖରେ ଚମ୍ପତି ଜଗତପୁର କଟକରେ ଗୌରୀ ଗଣନାଟ୍ୟର ଶୁଭମୁକ୍ତି। ଜୁଲାଇ 31 ତାରିଖରେ ଭୁବନ ଢେଙ୍କାନାଳରେ ଯାତ୍ରା ମୌଡ଼ମଣି ଶିବାନୀ ଗଣନାଟ୍ୟର ଶୁଭମୁକ୍ତି। ବର୍ତ୍ତମାନ ସୁଦ୍ଧା এই 6 ଗୋଟି ଯାତ୍ରା ଅନୁଷ୍ଠାନ ତାଙ୍କର ଶୁଭମୁକ୍ତି ତାରିଖ ଘୋଷଣା କରିଛନ୍ତି। ଆମେ ମଧ୍ୟ ତାଙ୍କ ଶୁଭମୁକ୍ତି ତାରିଖକୁ ସ୍ୱାଗତ କରୁଛୁ ଆଉ ଚଳିତ ଯାତ୍ରା ବର୍ଷର ସଫଳତା କାମନା କରୁଛୁ এই 6 ଗୋଟି ଯାତ୍ରା ଅନୁଷ୍ଠାନର। ଯାତ୍ରାରେ ନୃତ୍ୟଶିଳ୍ପୀ ମାନଙ୍କର ଚାହିଦା, ଯାତ୍ରାରେ ହାତ ଗଣତି ନାୟକ ଅଭିନେତା ରହିଛନ୍ତି, ନାୟିକା ଅଭିନେତ୍ରୀ ରହିଛନ୍ତି, ଖଳ ଅଭିନେତା ରହିଛନ୍ତି, ହାସ୍ୟ କଳାକାର ରହିଛନ୍ତି, କିନ୍ତୁ ପ୍ରତ୍ୟେକ ଯାତ୍ରା ଅନୁଷ୍ଠାନରେ 30ରୁ ଊର୍ଦ୍ଧ୍ୱ ନୃତ୍ୟଶିଳ୍ପୀ ମାନଙ୍କର ଆବଶ୍ୟକତା ରହିଥାଏ। ତେଣୁ ବର୍ତ୍ତମାନ ଯାତ୍ରାରେ ନୃତ୍ୟଶିଳ୍ପୀ ମାନଙ୍କର ବହୁ ମାତ୍ରାରେ ଚାହିଦା ରହିଛି ଆଉ ପ୍ରତ୍ୟେକ ବର୍ଷ ଏଥିପାଇଁ ବହୁ ନବାଗତ ନୃତ୍ୟଶିଳ୍ପୀ ଯାତ୍ରାରେ ଯୋଗ ଦେଉଛନ୍ତି। ସେମାନଙ୍କର ଯେଉଁ ପାରଦର୍ଶିତା, ସେମାନେ ପ୍ରଥମେ ଯାତ୍ରା ମଞ୍ଚକୁ ଆସି ଯାତ୍ରା ଦର୍ଶକ ମାନଙ୍କର ମନୋରଞ୍ଜନ କରିଥାନ୍ତି। ନାଟକ ମଧ୍ୟରେ ମଧ୍ୟ ବିଭିନ୍ନ ଦୃଶ୍ୟରେ ନାୟକ ନାୟିକାଙ୍କ ସହିତ ମିଳିତ ନୃତ୍ୟ ପରିବେଷଣ କରିଥାନ୍ତି। ଦେଖିବା ପାଇଁ ଗଲେ ନୃତ୍ୟଶିଳ୍ପୀ ମାନଙ୍କର ବହୁତ ଚାହିଦା ଯାତ୍ରା ଦୁନିଆରେ। ନୂଆ ଯାତ୍ରା ସମ୍ପର୍କିତ କଥା ଆଉ ସମ୍ଭାବନାର ବାର୍ତ୍ତାକୁ ନେଇ ମୁଁ ଆସିବି ଆଉ ଏକ ସ୍ୱତନ୍ତ୍ର ଅଧ୍ୟାୟରେ। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍ତେ, ଭଲରେ ରହିବା ସମସ୍ତେ। ଜୟ ଜଗନ୍ନାଥ।